आज संध्याकाळी मीडिया भूमिका अच्छी ଏଠି ମୋ ଗାଁ ମଧ୍ୟରେ ଛବି ଏକାମ୍ର ନିର୍ବାଚନ ମଣ୍ଡଳରେ ପ୍ରଭାବ ଥିଲେ ଭାରତୀୟ ଜନତା ପାର୍ଟିର ଏବଂ ବିଜେପି ମହିଳା ମୋର୍ଚ୍ଚାର ପାର୍ଟିପେକ୍ଷ ସାନ ଭାଇ ଗୋପାଳ ପଟ୍ଟନାୟକ ସେ ଟାଇମଲାଇନ୍ ମଧ୍ୟ ସେ ବିଜେପି ପାଇଁ ଥିଲେ। ସେ ବି ତାଙ୍କର ଆମ ସହିତ ବି ଆଜିଠାରୁ ଯୋଗଦାନ ହେଇଛି ଆମର ଗାଁରୁ ଏବଂ ଅନ୍ୟ ସମସ୍ତ ବର୍ତ୍ତମାନ ଗାଁରୁ ଯେ ସମସ୍ତେ ଅଛନ୍ତି ନା ପଡ଼ିଲେ ଆମର ବାକି ଅନ୍ୟମାନେ ଯୋଉଟା ଯୋଗଦାନ ଅଛି ସେଠି ଅଛନ୍ତି ମୁଁ ସେମାନଙ୍କୁ ସ୍ୱାଗତ କରୁଛି ଅଭିନନ୍ଦନ ଜଣାଉଛି। ଏକାମ୍ର ନିର୍ବାଚନ ମଣ୍ଡଳୀ ବେଶୀ ଖାଲି କରିବିନି ଛବିରେ ତାଙ୍କ ବିପଦ ଭାଷଣ ସେଠି କରିଛନ୍ତି ଗୋପାଳ ବି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଉ ସ୍ୱଚ୍ଛ ଭାବମନ୍ତ୍ରୀ କାର୍ଯ୍ୟାବଳୀ ଏବଂ ଓଡ଼ିଶାକୁ ବିକାଶ ପଥରେ ଆଗେଇବା ପାଇଁ ତାଙ୍କର ପଦକ୍ଷେପ ତାହା ସେମାନଙ୍କୁ ଆକର୍ଷିତ କରିଛି ଏବଂ ତାଙ୍କର ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ବିଜ୍ଞତାର ନୀତି ଆଦର୍ଶରେ ସେମାନେ ଆକର୍ଷିତ ହୋଇ ବିଜୁ ଜନତା ଦଳ ଭାରତୀୟ ଜନତା ପାର୍ଟି କରି ବିଜୁ ଜନତା ଦଳ ଦେଇଛନ୍ତି ଏବଂ ଏକାମ୍ର ନିର୍ବାଚନ ମଣ୍ଡଳୀ ଯୋଉ ଜନହିତକ କାର୍ଯ୍ୟ ବା ବିକାଶମୂଳକ କାର୍ଯ୍ୟକ୍ରମ ହୋଇଛି ବା ଚାଲୁ ରହିଛି ତା କ୍ଷେତ୍ରରେ ସେମାନଙ୍କର ଯୋଗଦାନ ନିଶ୍ଚିତ ଭାବରେ ଆଗାମୀ ଦିନରେ ରହିବ ଏବଂ ଅନେକ କାର୍ଯ୍ୟ ରହିଛି ଯେଉଁଥିରେ ସେମାନଙ୍କର ଯୋଗଦାନ ଫଳରେ ସେଗୁଡ଼ିକ ସମ୍ପୂର୍ଣ୍ଣ ହୋଇପାରିବ ଏବଂ କଥା କହିବି ସେ ବିଶେଷ କରି ମହିଳା ସଂଗଠନ କ୍ଷେତ୍ରରେ ତାଙ୍କର ବହୁ ଦକ୍ଷତା ଅଛି ଆମେ ତାଙ୍କୁ ଲକ୍ଷ୍ୟ କରୁଛୁ। ସେଭଳି ଗୋପାଳ ମୋ ସାନ ଭାଇ ଏବଂ ସେ ବି ସାଂସ୍କୃତିକ କ୍ଷେତ୍ରରେ ଆପଣମାନେ ଦେଖିଥିବେ ଅନେକ ତାର ଅବଦାନ ଅଛି ଅନ୍ୟ ସମସ୍ତେ ଅବଦାନ ତାର ମଧ୍ୟ ସୋସିଆଲ ମିଡ଼ିଆରେ ସେ ବହୁତ ଆକ୍ଟିଭ ତେଣୁ ଏ ସମସ୍ତେ ମିଳିତ ଭାବେ ନିଶ୍ଚିତ ଭାବେ ଏକାମ୍ର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳକୁ ସଶକ୍ତ କରିବାରେ ସେମାନଙ୍କର ଯୋଗଦାନ ରହିବ ସେମାନଙ୍କୁ ପୁନର୍ବାର ସ୍ୱାଗତ କରୁଛି ଅଭିନନ୍ଦନ ଜଣାଉଛି। ବହୁତ ବହୁତ ଧନ୍ୟବାଦ। ମୁଁ ଏବେ ମ୍ୟାଡାମ ବିଜେପିରେ ଆଜି 7 ବର୍ଷ ହେଲା କାମ କରୁଥିଲି ବିକାଶମୂଳକ କାର୍ଯ୍ୟରେ ଦେଖିବାକୁ ପାଇଲି କେବଳ ମାନେ ନବୀନ ତେଣୁ ମୁଁ ବି ଏକାମ୍ର ନିର୍ବାଚନ ମଣ୍ଡଳରେ ବି ମୁଁ ବି ରହୁଛି ସେଠି ଭାଇମାନଙ୍କ ପାଖରେ ମୁଁ ବି ଦେଖୁଛି ଭାଇନା ଯେତିକି କାମ ମାନେ ଆମ ନିର୍ବାଚନ ମଣ୍ଡଳରେ ଯେତିକି କାମ ହେଲାଣି ମାନେ ଦେଖିଲେ ଆପଣ କେବେ ବି ଅବିଶ୍ୱାସ କରିବେ ନାହିଁ କାରଣ ମୁଁ ସେଇ ଯୋଉ ଜିନିଷଟି ଭାଇନାଙ୍କୁ ଯାହା ଶିଖିଲି ତେଣୁ ମୁଁ ଭାବୁଛି ଯେ ମୋର ମାନେ ଭାଇନାଙ୍କ ପାଖକୁ ଆସିକି ମୁଁ କିଛି ଭୁଲ କଲି ଆଉ ନବୀନଙ୍କ ଯୋଉ ମାନେ କାର୍ଯ୍ୟ କାମ ଚାଲିଛି କୌଣସି ରାଜ୍ୟ ସରକାର ଏମିତି କରିପାରିବେ ନାହିଁ। ଏକାମ୍ର ନିର୍ବାଚନ ମଣ୍ଡଳୀରେ କଣ ହେଇଥିଲା ଆଉ କଣ ହେଇଛି ବର୍ତ୍ତମାନ ସବୁ ଭାଇନାଙ୍କ ସବୁ ଅସହାୟଙ୍କ ନେତୃତ୍ୱରେ ସବୁ କାମ ମାନେ ସରିଲାଣି ଆଉ ଯାହା ବି ଅଛି ବର୍ତ୍ତମାନ ଯୋଉ ଆମେ ଆସିବୁ ଭାଇନାଙ୍କ ପାଖକୁ ବର୍ତ୍ତମାନ ଆମେ ଯେତେ ମହିଳା ଅଛୁ ସମସ୍ତେ ଭାଇନାଙ୍କ ପଛରେ ରହିବୁ ଏବଂ ରହିଥିବୁ ମୁଁ ମରିବା ପର୍ଯ୍ୟନ୍ତ ଏ ଭାଇମାନଙ୍କ ପାଖରେ ଥିବି।